ବାହାରୁଛି ଗୋଟା ନିନ୍ଦା ହେଉଛି। କିଛି କରନି, ସୁନ୍ଦର ଭାବେ ନୀତି ଚାଲିଛି, ସୁନ୍ଦର ଭାବେ ସବୁ କାର୍ଯ୍ୟକ୍ରମ ଚାଲିଛି। ଏଇନା ଗୁଣ୍ଡିଚା ମନ୍ଦିରରେ ସମସ୍ତେ ଦେଖା କରୁଛନ୍ତି, ସମସ୍ତେ ଦର୍ଶନ କରୁଛନ୍ତି, ବନ୍ଦରରେ ବାହୁଡ଼ି ଯିବେ। ତେଣୁ ଆଉ ବେଶୀ ଗୁଡ଼ାକ ଜଗନ୍ନାଥଙ୍କୁ ଶସ୍ତା କରନ୍ତୁନି। ମୁଁ ନିବେଦନ କରୁଛି ଜନସାଧାରଣଙ୍କୁ, ପଣ୍ଡା ପଡ଼ିଆନିକି ଏବଂ ଯେଉଁମାନେ ଆଗକୁ ଆସିକି ବାଜେ କଥା ଗୁଡ଼ା ଗପୁଛନ୍ତି ଠାକୁରଙ୍କ ନାଁରେ ବନ୍ଦ କରନ୍ତୁ। କଲେ ଭଲ ହୁଅନ୍ତା। ଗୋଟେ ଦିନ ଚିଫ୍ ମିନିଷ୍ଟର ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା, ପୁରୀ ମହାରାଜ, ଶଙ୍କରାଚାର୍ଯ୍ୟ, ଯେତେ ପଣ୍ଡା ପଡ଼ିଆରୀ, ଯେତେ ଆମେ ସେବାୟତ ସେଦିନ ଭିଡ଼ିଥିଲୁ, ସମସ୍ତେ ଯଦି ଗୋଟେ ଦିନ ପ୍ରକୃତରେ ଉପାସ ରହିକି ପ୍ରଭୁଙ୍କୁ କ୍ଷମା ମାଗନ୍ତେ ବହୁତ ଭଲ ହୁଅନ୍ତା। ଆଉ ବିପଦ ନୂଆ ଦାୟିତ୍ୱ ଦିଆହେଲା ନା, ଅରବିନ୍ଦ ପାଣି କାମୁକା ଲୋକ, ଦକ୍ଷ ଲୋକ, ବହୁତ ଭଲ କାମ କରିଛନ୍ତି। ରାଜ୍ୟ ବିକାଶ ତାଙ୍କ ନ ହେଉଛନ୍ତି, କିନ୍ତୁ ତାଙ୍କର କେତେ ଗୁଡ଼ିଏ ମିଷ୍ଟେକ୍ ରହିଛି। 230ଟା ଗାଁ, ମୋ ଗାଁ ଓଗେର ଚିତିବାନ ସମ୍ପତ୍ତି ତାଙ୍କରି ସମୟରେ ଜଗନ୍ନାଥଙ୍କ ନାଁରେ ହେଇଗଲା। ଆନ୍ଦୋଳନ ଆମେ ସମସ୍ତେ କଲୁ। 264ଟା ଗାଁ ଫେରି 164ଟା ଗାଁ ତାଙ୍କ ସ୍ଥିତି ମାନେ ଫେରି ପାଇଲେ। ଆମେ 23ଟା ଗାଁ ଜଟଣୀ ଅଞ୍ଚଳର, ଜଟଣୀ, କୁଦିଆରୀ, ହରିରାଜପୁର, ଭଂସର, ବେରୁଆ ବାଇରଙ୍ଗ, ବୁଢ଼ାପଡ଼ା, ନିରଞ୍ଜନପୁର, କନ୍ତିଆ, ରଥିପୁର, ମୋ ଗାଁ କୁସୁମାରୀ ଛଣହର, ରାମଚନ୍ଦ୍ରପୁର, ଓଗରସୁଆ, ଏଇତକ ଗାଁ ସମ୍ପତ୍ତି ଜଗନ୍ନାଥଙ୍କ ନାଁରେ ହେଇକି ଅଛି। ବହୁ ଆନ୍ଦୋଳନ କଲା ପରେ ଥୁଆ ହେଇଛି ଚିଫ୍ ମିନିଷ୍ଟରଙ୍କ ପାଖରେ। ଏ ଚିଫ୍ ମିନିଷ୍ଟରଙ୍କୁ ମଧ୍ୟ ବାରମ୍ବାର କହିଲୁଣି ଯେ ଆମ ସ୍ଥିତିବାନ ସମ୍ପତ୍ତି ଆମେ ଦୟାରେ ମାଗୁନୁ, ଆମେ ଜଗନ୍ନାଥଙ୍କର ଇଞ୍ଚେ ଜମି ଚାହୁଁନୁ। ଆମ ବାପ ମାଙ୍କର ସ୍ଥିତିବାନ ସମ୍ପତ୍ତି ବିକ୍ରି କରି ହେଇପାରୁନି। 15 ବର୍ଷ ହେଲା ଏଇ ଅରବିନ୍ଦ ପାଢ଼ୀଙ୍କ ପାଇଁ ଆମେ କଷ୍ଟ ଭୋଗୁଛୁ। ହେ ଅରବିନ୍ଦ ପାଢ଼ୀ, ଫେର ତମକୁ ଜଗନ୍ନାଥ ଆଣିଛି ଚେୟାରକୁ। ଆମ ସମ୍ପତ୍ତି ଯେମିତି 164 ଗାଁ ଫେରେଇ ଦେଇଛ, ଆମ 32ଟି ଗାଁ ଫେରେଇ ଦେବା ପାଇଁ ଅରବିନ୍ଦ ପାଢ଼ୀ ମୁଁ ଆପଣଙ୍କୁ ନିବେଦନ କରୁଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ନିବେଦନ କରୁଛି।